ପିଲାମାନେ ଆଜି ଆମେ ପଢ଼ିବା ନନ୍ଦିକା କେଶରୀର ଏକ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଉତ୍ତର। ଏଇଟା ମୋର 5th ସେମିଷ୍ଟରର ପ୍ରଥମ ଭିଡ଼ିଓ। ତ ଦେଖିବା କ'ଣ ଅଛି ଏଥିରେ। ଇତିହାସ ଓ କିମ୍ବଦନ୍ତୀର ଉପାଦାନରେ ଗଢ଼ି ଉଠିଥିବା ନନ୍ଦିକା ଚରିତ୍ରଟି ଆଧୁନିକ ସମୟରେ ଶାନ୍ତିର ବାର୍ତ୍ତା କିପରି ପ୍ରଦାନ କରିଛି? ଆଲୋଚ୍ୟ ନାଟକକୁ ଭିତ୍ତି କରି ଏହାର ମୂଲ୍ୟାୟନ କର, କିମ୍ବା ନନ୍ଦିକା କେଶରୀ ନାଟକର ନନ୍ଦିକାର ଚରିତ୍ରଟି ଚିତ୍ରଣ କର। ତ ଆମେ ଆଜି ଦେଖିବା ନନ୍ଦିକା କେଶରୀ। ପ୍ରାୟତଃ ପରୀକ୍ଷାରେ ଏଇଭଳିଆ କୋଶ୍ଚିନ୍ ମାନ ଆସିଥାଏ। ନନ୍ଦିକା କେଶରୀ ନାଟକରେ ନନ୍ଦିକାର ଚରିତ୍ର ଚିତ୍ରଣ କର, କିମ୍ବା ନନ୍ଦିକା କେଶରୀ ନାଟକରେ ଚୋଡ଼ଗଙ୍ଗଦେବଙ୍କର ଚରିତ୍ର ଚିତ୍ରଣ କର। ପ୍ରାୟତଃ ଏଇ ଦୁଇ ଜଣ ମୁଖ୍ୟ କ୍ୟାରେକ୍ଟର ଥାନ୍ତି। ତ ଆଜି ମୁଁ ଆଲୋଚନା କରୁଛି ନନ୍ଦିକାର ଚରିତ୍ର ସମ୍ପର୍କରେ। ଯଦି ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ସବସ୍କ୍ରାଇବ୍ କରିଦିଅନ୍ତୁ। ଆସନ୍ତୁ ଦେଖିବା। ଆଧୁନିକ ଓଡ଼ିଆ ନାଟକ କ୍ଷେତ୍ରରେ ନବଚେତନାର ଉଦ୍ଗାତା ଭାବେ ମନୋରଞ୍ଜନ ଦାସ ସର୍ବତ୍ର ସ୍ମରଣୀୟ। ପାଶ୍ଚାତ୍ୟ ଜଗତର ସମସ୍ୟାମୂଳକ ଓ ମନସ୍ତାତ୍ତ୍ୱିକ ନାଟକ ପ୍ରତି ପ୍ରାଥମିକ ଅବସ୍ଥାରେ ନାଟ୍ୟକାର ମନୋରଞ୍ଜନ ବହୁ ଭାବରେ ପ୍ରଭାବିତ, ଯାହାଦ୍ୱାରା ନାଟ୍ୟକାରଙ୍କ ନାଟ୍ୟର ରଚନା ଶୈଳୀ, କଥାବସ୍ତୁ, ଚରିତ୍ର ଚୟନ ସେହି ଅନୁସାରେ ନିୟନ୍ତ୍ରିତ। ଜୀବନର ଦୁଃଖ, ଦୈନ୍ୟ, ଦୁର୍ଗତିରୁ ରକ୍ଷା ପାଇବା ପାଇଁ ସମାଜବାଦୀ ସୁସ୍ଥ ଅର୍ଥନୈତିକ ଅବସ୍ଥାକୁ ସମୁତ୍ତୀର୍ଣ୍ଣ କରି ନେବାର ଲକ୍ଷ୍ୟ ରଖି ସାମାଜିକ ତାତ୍ପର୍ଯ୍ୟପୂର୍ଣ୍ଣ ନାଟକ ରଚନା କରିବାକୁ ହୋଇଥାଏ। ଏହି ଧରଣର ବଶବର୍ତ୍ତୀ ହୋଇ ନାଟ୍ୟକାର ମନୋରଞ୍ଜନ ଦାସ ଅନେକ ସଫଳ ନାଟକ ଓଡ଼ିଆ ଜଗତକୁ ଭେଟି ଦେଇଛନ୍ତି। ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଦ୍ୱାରା ରଚିତ ନନ୍ଦିକା କେଶରୀ ନାଟକ ଏକ ଭିନ୍ନ ସ୍ୱାଦର ନାଟକ ଅଟେ। ଇତିହାସ ଓ କିମ୍ବଦନ୍ତୀର କାହାଣୀ ଚରିତ୍ରକୁ ସଫଳ ରୂପେ ରୂପାୟନ କରିବାକୁ ନାଟ୍ୟକାର ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। କାରଣ ତମେମାନେ ଜାଣିଥିବ, +3 ସେକେଣ୍ଡ ଇୟରରେ ତୁମେମାନେ ପଢ଼ିଥିବ ରାଧାନାଥଙ୍କର ନନ୍ଦିକା କେଶରୀ କାବ୍ୟ। ସେଥିରେ ତୁମେମାନେ ଜାଣିବାକୁ ନିଶ୍ଚୟ ପାଇଥିବ ଯେ ନନ୍ଦିକା କିପରି ଚୋଡ଼ଗଙ୍ଗଦେବଙ୍କ ପ୍ରତି ଆକର୍ଷିତ ହୋଇ ପିତାଙ୍କର ଜ୍ୟେଷ୍ଠମଣିକୁ ଆଣି ଚୋଡ଼ଗଙ୍ଗ ପାଖକୁ ଚାଲିଯାଇଥିଲା। କିନ୍ତୁ ସେଠାରେ ଚୋଡ଼ଗଙ୍ଗଦେବ ତାଙ୍କୁ ପ୍ରତ୍ୟାଖ୍ୟାନ କରିବାରୁ ସେ ହୀରାମୁଦିକାକୁ ପାଟିରେ ପୂରାଇ ମୃତ୍ୟୁବରଣ କରିଥିଲା। କିନ୍ତୁ ଏଥିରେ ନନ୍ଦିକାର ଚରିତ୍ର ସମ୍ପୂର୍ଣ୍ଣ ଅଲଗା। ତ ଦେଖିବା ଏଥିରେ କ'ଣ ଅଛି। କବିବର ରାଧାନାଥ ରାୟଙ୍କ ପ୍ରସିଦ୍ଧ କାବ୍ୟ ନନ୍ଦିକା କେଶରୀ ଏକ ପ୍ରେମମୂଳକ, ଆଖ୍ୟାୟିକ ଓ ବିଚ୍ଛେଦାତ୍ମକ, ହୃଦୟ ବିଦାରକ ତଥା ବିୟୋଗାତ୍ମକ କାବ୍ୟ ରୂପେ ପାଠକ ଆଖିରେ ଅଶ୍ରୁର ପ୍ରବାହ ସୃଷ୍ଟି କରିବାରେ ସାହାଯ୍ୟ କରେ। ଉକ୍ତ କାବ୍ୟରେ ରାଜା ସୁବର୍ଣ୍ଣକେଶରୀଙ୍କ କନ୍ୟା ନନ୍ଦିକା କଳିଙ୍ଗର ରାଜା ଚୋଡ଼ଗଙ୍ଗଦେବଙ୍କ ପ୍ରତି ହୃଦୟର ଦୁର୍ବଳତା ପ୍ରକାଶ କରେ। ଚୋଡ଼ଗଙ୍ଗଦେବଙ୍କ ବୀରତ୍ୱ, ସ୍ୱାଭିମାନ, ପ୍ରତିପକ୍ଷ ଶତ୍ରୁକୁ ପରାଜିତ କରିବାର ଅପୂର୍ବ ଦକ୍ଷତା ଦେଖି ନନ୍ଦିକା ମନଗହନରେ ଚୋଡ଼ଗଙ୍ଗଙ୍କ ପ୍ରତି ଦୁର୍ବଳତା ପ୍ରକାଶ ପାଇଛି। ଏଇ ଯେଉଁ ଦୁର୍ବଳତା, ଏଇଟା କବିବର ରାଧାନାଥ ରାୟ ତାଙ୍କ ନନ୍ଦିକା କେଶରୀ କାବ୍ୟରେ ବର୍ଣ୍ଣନା କରିଛନ୍ତି। ପିତାଙ୍କ ଶତ୍ରୁକୁ ସାହାଯ୍ୟ କରିବାକୁ ଯାଇ ଜ୍ୟେଷ୍ଠମଣିକୁ ସାଥିରେ ନେଇ ଶତ୍ରୁପକ୍ଷର ଶିବିରରେ ପହଞ୍ଚି ପ୍ରଣୟର ଭିକ୍ଷାକୁ ପ୍ରାଧାନ୍ୟ ଦେଇ ସବୁକିଛି ଭୁଲିଯାଇ ଚୋଡ଼ଗଙ୍ଗଦେବଙ୍କ ଶିବିରରେ ପାଦ ରଖିଛି। ମାତ୍ର ଚୋଡ଼ଗଙ୍ଗଦେବ ନନ୍ଦିକାର ପ୍ରେମ ଓ ପ୍ରଣୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଲଜ୍ଜା ଅପମାନରେ ନନ୍ଦିକା ନିଜର ହୀରା ମୁଦି ମୁହଁରେ ଦେଇ ଆତ୍ମହତ୍ୟା କରିଛି। ମାତ୍ର ଇତିହାସରେ ଅନ୍ୟ ଏକ କାହାଣୀ ଦେଖିବାକୁ ମିଳେ। ମୋଟ ଉପରେ ନନ୍ଦିକା ସମ୍ପର୍କରେ ଯେତେକ କିମ୍ବଦନ୍ତୀ ବା ପ୍ରବାଦ ଅଛି, ସବୁର ମୂଳ କଥା ଅନ୍ୟ କୌଣସି ଉଦ୍ଦେଶ୍ୟ ନୁହେଁ, କେବଳ ପ୍ରଣୟପ୍ରାର୍ଥିନୀ ହୋଇ ନନ୍ଦିକା ପିତୃଗୃହ ଛାଡ଼ି ଯାଇଥିଲେ ଚୋଡ଼ଗଙ୍ଗଦେବଙ୍କ ଶିବିରକୁ, ଆଉ ସେଠାରେ ସେ ଚୋଡ଼ଗଙ୍ଗଦେବଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିଲେ। କିନ୍ତୁ ଏ ନାଟକରେ କିମ୍ବଦନ୍ତୀର ଏହି କେନ୍ଦ୍ରବିନ୍ଦୁଟିକୁ ସ୍ୱୀକାର କରାଯାଇ ନାହିଁ ଏବଂ ତାହା ହେଉଛି ନନ୍ଦିକା କେଶରୀ ନାଟକର ବିଶ୍ଳେଷଣ। ତ ମୁଁ କହିଛି ଆଗରୁ ଯେ ଏଥିରେ ରାଧାନାଥ ରାୟଙ୍କର ନନ୍ଦିକା କେଶରୀ କାବ୍ୟ ସହିତ ସଂଶ୍ଳିଷ୍ଟ ଅଛି, କିନ୍ତୁ ଏଥିରେ ନନ୍ଦିକାର ଚରିତ୍ରଟି ସମ୍ପୂର୍ଣ୍ଣ ଭିନ୍ନ ଅଟେ। ନାଟକର ଆରମ୍ଭରେ ନାଟ୍ୟକାର ଅଭିନବ ପରିକଳ୍ପନା ମାଧ୍ୟମରେ
ବିଘ୍ନ ବିନାଶକ ବିନାୟକ ଗଣନାଥ ଗଣପତି ଗଣେଶଙ୍କର ଆବିର୍ଭାବ ଦର୍ଶକମାନଙ୍କ ମନରେ ଭକ୍ତି ସୃଷ୍ଟି କରିଛନ୍ତି। କଳିଙ୍ଗର ରାଜା ଚୋଡ଼ଗଙ୍ଗ ଦେବ ଉତ୍କଳ ଅଧିକାର କରି ସାମ୍ରାଜ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ କାଠଯୋଡ଼ିର ଦକ୍ଷିଣ ପଟରେ ଶିବିର ସ୍ଥାପନ କରି ନଜର ରଖିଛନ୍ତି। ଶତ୍ରୁପକ୍ଷ ଉପରେ ଅପରପକ୍ଷର ଅର୍ଥାତ୍ କାଠଯୋଡ଼ିର ଉତ୍ତର ପଟରେ ଥିବା ପୂର୍ବ ବାରାଣସୀ ବା ବିଡ଼ାନାସୀ କଟକରେ ନିଜ ରାଜ୍ୟକୁ ବଞ୍ଚାଇବାକୁ ଯାଇ ଶତ ଚେଷ୍ଟା କରୁଛନ୍ତି ରାଜା ସୁବର୍ଣ୍ଣକେଶରୀ। କାଠଯୋଡ଼ି ନଦୀର ଦକ୍ଷିଣ ପଟରେ ଅଛନ୍ତି ଚୋଡ଼ଗଙ୍ଗ ଦେବ ଓ ଉତ୍ତର ପଟରେ ବା ବିଡ଼ାନାସୀ କଟକ, ଯେଉଁଟାକି ସେତେବେଳେ ଉତ୍କଳର ରାଜଧାନୀ ଥିଲା, ସେଠାରେ ବସବାସ କରୁଛନ୍ତି ସୁବର୍ଣ୍ଣକେଶରୀ। ଚୋଡ଼ଗଙ୍ଗ ଦେବ ନଜର ରଖିଛନ୍ତି ଉତ୍ତର ପଟେ ଥିବା ସୁବର୍ଣ୍ଣକେଶରୀଙ୍କ ଉପରେ ଏବଂ ଏ ଯୁଦ୍ଧ ଚାଲିଛି। ଉଭୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ବହୁଦିନ ଏ ଯୁଦ୍ଧ ଆରମ୍ଭ ହୋଇଛି, ମାତ୍ର ସରିବାର କୌଣସି ସଂକେତ ଦେଖିବାକୁ ମିଳୁନାହିଁ। ଫଳରେ ନିରୀହ ସାଧାରଣ ଜନତା ଯୁଦ୍ଧରେ ସୈନିକ ହୋଇଛନ୍ତି। ଯେହେତୁ ଶତାଧିକ ସୈନ୍ୟମାନେ ମୃତ୍ୟୁବରଣ କରୁଛନ୍ତି, ତ ସାଧାରଣ ଲୋକମାନଙ୍କୁ ସୈନିକ ହେବାକୁ ପଡ଼ୁଛି। ଦୀର୍ଘ ଦିନର ଯୁଦ୍ଧ ମଧ୍ୟରେ ଉଭୟ ପକ୍ଷରେ ଅନେକ ସୈନିକ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ନାଟ୍ୟକାରଙ୍କ ନନ୍ଦିକା ଚରିତ୍ର ଇତିହାସ ଓ କିମ୍ବଦନ୍ତୀର ଚରିତ୍ର ପରି ମନେ ହୁଏ ନାହିଁ। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ପ୍ରତିନିଧି ଭାବେ ନାଟ୍ୟକାର ପ୍ରତୀକାତ୍ମକ ଭାବେ ନନ୍ଦିକା ଚରିତ୍ରକୁ ଆକର୍ଷଣୀୟ ଭାବେ ରୂପାୟନ କରିଛନ୍ତି। ରାଜ୍ୟରେ ଦେଖାଦେଇଥିବା ଅରାଜକତା, ବିଭୀଷିକା, ରକ୍ତପାତ, ଯୁଦ୍ଧ, ରାଜ୍ୟ ଜୟ କରିବାର ଦୁର୍ବଳ ମାନସିକତାକୁ ଘୃଣା କରିଛନ୍ତି ନନ୍ଦିକା। ନନ୍ଦିକା ଦେଖନ୍ତୁ, ସେଥିରେ ରାଧାନାଥଙ୍କ କାବ୍ୟରେ ଥିଲା କି ନନ୍ଦିକା ଚୋଡ଼ଗଙ୍ଗ ଦେବଙ୍କର ଦକ୍ଷତା, ଶତ୍ରୁପକ୍ଷକୁ ଯେଉଁଭଳି ଭାବରେ ପରାଜିତ କରନ୍ତି, ଏସବୁକୁ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥିଲା। କିନ୍ତୁ ଏଥିରେ ଅଛି କି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ପ୍ରତିନିଧି ଭାବେ ନାଟ୍ୟକାର ପ୍ରତୀକାତ୍ମକ ଭାବେ ନନ୍ଦିକା ଚରିତ୍ରକୁ ଆକର୍ଷଣୀୟ ଭାବେ ରୂପାୟନ କରିଛନ୍ତି। ରାଜ୍ୟରେ ଯେଉଁ ଦେଖାଯାଉଥିଲା ଅରାଜକତା, ବିଭୀଷିକା, ରକ୍ତପାତ, ଯୁଦ୍ଧ, ଏସବୁ ପ୍ରତି ଦୁର୍ବଳ ମାନସିକତାକୁ ନନ୍ଦିକା ଘୃଣା କରିଛନ୍ତି। ନନ୍ଦିକା ଶାନ୍ତି, ମୈତ୍ରୀ ଓ ପ୍ରଗତିର ସ୍ୱାଭିମନ୍ତ ବିଗ୍ରହଟିଏ। ଶତ୍ରୁ ମିତ୍ରର ଭେଦଭାବ ତା ନିକଟରେ ନାହିଁ। ସମସ୍ତଙ୍କୁ ଆପଣାର କରିବାର ତାର ମୂଳ ଉଦ୍ଦେଶ୍ୟ। ପିତା ସୁବର୍ଣ୍ଣକେଶରୀଙ୍କ ଯୁଦ୍ଧଖୋର ତଥା ଜିଦଖୋର ମନୋବୃତ୍ତିକୁ ନନ୍ଦିକା ନୀରବରେ ଘୃଣା କରେ। ଗଙ୍ଗବଂଶର ରାଜା ଚୋଡ଼ଗଙ୍ଗ ପ୍ରତି ଏକ ଦୁର୍ବଳତା ତା ହୃଦୟରେ ଆସିଛି। ରାମରାଜ୍ୟ ପ୍ରତିଷ୍ଠା କରିବାରେ ତାର ଉଦ୍ଦେଶ୍ୟ ଯେଉଁଠି ନ ଥିବ ଅରାଜକତା, ସ୍ୱାର୍ଥପରତା, ଈର୍ଷା ଆଉ ସାମ୍ରାଜ୍ୟ ବିସ୍ତାରର ନୀତି। ପ୍ରଜାମାନଙ୍କ ମୁହଁରେ ହସ ଫୁଟାଇ ଅଭିନବ କ୍ରାନ୍ତି ଆଉ ପ୍ରଗତିର ଧ୍ୱଜା ଉଡ଼ାଇବା ତାର ହେଉଛି ଲକ୍ଷ୍ୟ। ନନ୍ଦିକା ଜାଣେ, ପିତା ସୁବର୍ଣ୍ଣକେଶରୀଙ୍କ ପାଖରେ ଯେତେ ଦିନ ପର୍ଯ୍ୟନ୍ତ ଜୈତ୍ରମଣି ଥିବ, ଜୈତ୍ରମଣି ହେଉଛି ସେ ତାଙ୍କ ଆରାଧ୍ୟ ଦେବୀଙ୍କୁ ପୂଜା କରି ଏକ ମଣି ପ୍ରାପ୍ତ କରିଛନ୍ତି ବହୁଦିନ ଧରି ଯଜ୍ଞ କରି। ସେଇ ମଣିଟା ଯେତେବେଳେ ପର୍ଯ୍ୟନ୍ତ ରାଜା ସୁବର୍ଣ୍ଣକେଶରୀଙ୍କ ପାଖରେ ଥିବ, ସେ କେବେ ବି କାହାଠାରୁ ପରାଜୟ ହୋଇପାରିବେ ନାହିଁ। ସେତେବେଳେ ଏହି ପ୍ରକାର ମାନସିକତା ସମସ୍ତଙ୍କ ପାଖରେ ଥିଲା। ତ ରାଜା ଯେଉଁ ଜୈତ୍ରମଣି ଅଧିକାର କରିଛନ୍ତି, ତା ଯେପର୍ଯ୍ୟନ୍ତ ସେଇଟା ତାଙ୍କ ପାଖରେ ଥିବ, ତାଙ୍କୁ କେହି ପରାଜୟ କରିପାରିବେ ନାହିଁ କି ସେ ପରାଜୟ ସ୍ୱୀକାର କରିପାରିବେ ନାହିଁ। ନନ୍ଦିକା ଚିନ୍ତା କରିଛି, ଶତ୍ରୁପକ୍ଷର ରାଜା ଚୋଡ଼ଗଙ୍ଗ ଦେବଙ୍କୁ ସନ୍ଧି ପ୍ରସ୍ତାବ ଦେଇ ଶାନ୍ତି ଅଣାଯାଇ ଯୁଦ୍ଧକୁ ବନ୍ଦ କରିବାକୁ ହେବ। ନନ୍ଦିକା ଯେତେ ବି ତା ପିତାଙ୍କୁ ଜଣାଇଛି, ପିତା ଏଥିରେ ରାଜି ହୋଇନାହାନ୍ତି, କାରଣ ତାଙ୍କର ବିଶ୍ୱାସ ଅଛି ଯେ ତାଙ୍କ ପାଖରେ ଜୈତ୍ରମଣି ଅଛି ଓ ସେ କେବେ ବି ଶତ୍ରୁପକ୍ଷ ତାଙ୍କୁ କେବେ ପରାଜୟ କରିପାରିବେ ନାହିଁ। ତେଣୁ ସେ କ'ଣ କରିଛନ୍ତି ନା, ଯେତେବେଳେ ଜାଣିବାକୁ ପାଇଛନ୍ତି ଯେ ଚୋଡ଼ଗଙ୍ଗ ଦେବ ପରମ ବଳଶାଳୀ, ତାଙ୍କୁ କେହି ପରାସ୍ତ କରିପାରିବେ ନାହିଁ, ସେତେବେଳେ ସେ ଚୋଡ଼ଗଙ୍ଗ ଦେବଙ୍କ ନିକଟକୁ ସନ୍ଧି ପ୍ରସ୍ତାବ ପଠାଇଛନ୍ତି। ସେ ଜାଣିଛନ୍ତି ଯେ ଚୋଡ଼ଗଙ୍ଗ ଦେବଙ୍କୁ ସନ୍ଧି ପ୍ରସ୍ତାବ ଦେଇ ଶାନ୍ତି ଅଣାଯାଇ ଯୁଦ୍ଧକୁ ବନ୍ଦ କରାଯାଇ ପାରିବ। ଏହି ସ୍ୱପ୍ନରେ ସେ ବିଭୋର। ଚୋଡ଼ଗଙ୍ଗ ଦେବଙ୍କ ଶାନପ୍ରାସୁର ଶରୀର, ଦୂପ୍ତ ଅଭିବ୍ୟକ୍ତି, ଶୌର୍ଯ୍ୟ, ବୀର ଆଉ ଦମ୍ଭିକାର ଅହଙ୍କାର ପ୍ରତି ନନ୍ଦିକାର ମନ ଓ ହୃଦୟରେ ବିରାଟ ଦୁର୍ବଳତା ଦେଖାଦେଇଛି।
ପ୍ରେମ ପ୍ରଣୟର ପରିଭାଷାକୁ ଚୁପ୍ କରାଇ ବାସୁଦେବଙ୍କୁ କହିଛି ଚୋଡ଼ଗଙ୍ଗ ଦେବଙ୍କ ଶିବିରରେ ପହଞ୍ଚି ଯୁଦ୍ଧ ବନ୍ଦ ପାଇଁ ସନ୍ଧି କରିବାକୁ। ଏଠି ଦେଖ ସେ କ'ଣ କରିଛି ନା ନିଜ ମନରେ ଯେଉଁ ପ୍ରେମ ଓ ପ୍ରଣୟର ପରିଭାଷା ରହିଛି ତାକୁ ସେ ନିଜ ମନରେ ଦବାଇ ରଖିଛି। କିନ୍ତୁ ରାଧାନାଥଙ୍କ କାବ୍ୟରେ ସେ ନିଜ ମନରେ ଦବାଇ ନ ରଖିପାରି ନିଜ ପିତାଙ୍କ ଜୈତମଣୀକୁ ନେଇ ସେ ଶତ୍ରୁ ଶିବିରକୁ ଚାଲି ଯାଇଥିଲା। ଏଠାରେ ସେ ନିଜେ ଚୁପ୍ ରହି କ'ଣ କରିଛି ନା ନିଜର ପ୍ରିୟ ପିଲାଦିନର ସାଥୀ ବାସୁଦେବଙ୍କୁ ଚୋଡ଼ଗଙ୍ଗ ଦେବଙ୍କ ଶିବିରରେ ପହଞ୍ଚି ଯୁଦ୍ଧ ବନ୍ଦ କରି ସନ୍ଧି କରିବାକୁ ପଠାଇଛି। ବାସୁଦେବ କିନ୍ତୁ ଛଳନା କରିଛନ୍ତି। ବାସୁଦେବର ଛଳନା ଓ ଅଭିନୟକୁ ସେ ଠିକ୍ ଭାବରେ ଠଉରାଇ ପାରିନାହାନ୍ତି। ମନରେ ସାହସ ଓ ଦମ୍ଭକୁ ଧରି ପିତାଙ୍କର ଜୈତମଣୀକୁ ଲୁଚାଇ ଚୋଡ଼ଗଙ୍ଗ ଦେବଙ୍କ ଶିବିରରେ ପହଞ୍ଚିଛନ୍ତି ନନ୍ଦିକା। ନନ୍ଦିକାର ଆତ୍ମବିଶ୍ୱାସ କମିଯାଉଥାଏ। ଯାହାକୁ ଜୀବନର ଶ୍ରେଷ୍ଠ ମୂଲ୍ୟବାନ ସମ୍ପତ୍ତି ଭାବେ ଅନେକ ଆଶାରେ ଆସିଥିଲେ ତାହା ଆଜି ବ୍ୟର୍ଥ। ଚୋଡ଼ଗଙ୍ଗ ଦେବ କ୍ଷମତାପ୍ରିୟ। ଚୋଡ଼ଗଙ୍ଗ ଦେବ ମନା କରିଦେଇଛନ୍ତି ଯେ ସେ ଯୁଦ୍ଧ ବନ୍ଦ କରିବେ ନାହିଁ। କାରଣ ଯଦି ସେ ଯୁଦ୍ଧ ବନ୍ଦ କରି ସନ୍ଧି ପ୍ରସ୍ତାବ ଦ୍ୱାରା ଉତ୍କଳର ରାଜା ହୁଅନ୍ତି ତ ତାଙ୍କୁ ବୋଧହୁଏ ପ୍ରଜାମାନେ ତାଙ୍କୁ ଗ୍ରହଣ କରିପାରିବେ ନାହିଁ। ତାଙ୍କୁ ଭୀରୁ କାପୁରୁଷ ଭାବିପାରନ୍ତି। ସେଥିପାଇଁ ସେ ମନା କରିଦେଇଛନ୍ତି। ସେ କହିଛନ୍ତି କ୍ଷମତା ଦ୍ୱାରା ଯେଉଁ ଜିନିଷ ହାସଲ କରାଯାଏ ତାହାକୁ ହିଁ ପ୍ରଜାମାନେ ଗ୍ରହଣ କରିବେ। ତେଣୁ ସେ ଯେତେବେଳେ ଜାଣିବାକୁ ପାଇଛନ୍ତି ଚୋଡ଼ଗଙ୍ଗ ଦେବ କ୍ଷମତାପ୍ରିୟ, ରାଜ୍ୟ ପରେ ରାଜ୍ୟ ଜୟ କରିବା ତାଙ୍କର ଗୋଟେ ଅଭିଳାଷ, ଉତ୍ତରଗଡ଼ ଦକ୍ଷିଣଗଡ଼ ଜୟ କରିବାର ଅଭିଳାଷ ତାଙ୍କ ମନରେ ବସା ବାନ୍ଧିଅଛି। ନନ୍ଦିକାର ପ୍ରସ୍ତାବରେ ସେ ରାଜି ନୁହନ୍ତି। ସେ ଯୁଦ୍ଧ ଚାହାନ୍ତି। ଯୁଦ୍ଧରେ ପ୍ରତିପକ୍ଷ ଶତ୍ରୁକୁ ପରାଜିତ କରି ଉତ୍କଳର ସିଂହାସନ ଅଧିକାର କରିବାର ଲାଳସା ତାଙ୍କ ମନରେ ବସା ବାନ୍ଧିଛି। ଚୋଡ଼ଗଙ୍ଗ ଦେବ ଉତ୍କଳର ରାଜା ହେଲା ପରେ ବାସୁଦେବ ହେବେ ତାଙ୍କର ପ୍ରଧାନ ଅମାତ୍ୟ। ଏଇ ପ୍ରଧାନ ଅମାତ୍ୟ ହେବା ପାଇଁ ହିଁ ବାସୁଦେବ ନନ୍ଦିକାଙ୍କ ସହ ନିଜ ପିଲାଦିନର ସାଥୀ ସହ ଛଳନା କରିଛି। ବାସୁଦେବ ମଧ୍ୟ ନନ୍ଦିକାକୁ ବିଶ୍ୱାସଘାତକତା କରିଛି। ବାସୁଦେବର ଛଳନା, ହିଂସା, ପ୍ରତାରଣା ଓ ଶଠତା ଭିତରେ ଆତ୍ମହତ୍ୟାର ପଥକୁ ବାଛି ନେଇଛି ନନ୍ଦିକା। ନନ୍ଦିକା ଯେତେବେଳେ ଜାଣିବାକୁ ପାଇଛି କି ବାସୁଦେବ ତାକୁ ଛଳନା କରିଛନ୍ତି, ତା ସହିତ ପ୍ରତାରଣା କରିଛନ୍ତି, ଶଠତା ଦେଖେଇଛନ୍ତି, ଯେତେବେଳେ ସେ ଜାଣିବାକୁ ପାଇଛି ଯେ ପିତାଙ୍କର ଜୈତମଣୀକୁ ସେ ନେଇ ଆସିଛି କିନ୍ତୁ ପ୍ରତିପକ୍ଷର ରାଜା ଚୋଡ଼ଗଙ୍ଗ ଦେବ ତାଙ୍କ ପ୍ରସ୍ତାବରେ ରାଜି ନୁହନ୍ତି, ସେ କ୍ଷମତାପ୍ରିୟ, ସେତେବେଳେ ସେ ଆତ୍ମହତ୍ୟାର ପଥକୁ ବାଛି ନେଇଛି। ଆଙ୍ଗୁଠିର ହୀରକ ମୁଦିକା ବାହାର କରି ପାଟିରେ ଶୋଷି ସେ ମୃତ୍ୟୁବରଣ କରିଛି। ବାସ୍ତବିକ ନାଟ୍ୟକାର ମନୋରଞ୍ଜନ ଦାସ ନନ୍ଦିକା ଚରିତ୍ର ମାଧ୍ୟମରେ ଶାନ୍ତିର ଧ୍ୱଜା ଉଡ଼ାଇବା ପାଇଁ ଚେଷ୍ଟା କରିଛନ୍ତି। ବାସ୍ତବିକ ମନୋରଞ୍ଜନ ଦାସ ଜଣେ ଶ୍ରେଷ୍ଠ ନାଟ୍ୟକାର। ତାଙ୍କ ନାଟକ ପାଇଁ ନନ୍ଦିକା ଚରିତ୍ର ବହୁତ ମୂଲ୍ୟବାନ। ତ ଆପରେ ନିଶ୍ଚୟ ମୁଁ ଚୋଡ଼ଗଙ୍ଗ ଦେବଙ୍କ ଚରିତ୍ର ସମ୍ପର୍କରେ ଆଲୋଚନା କରିବାକୁ ଚେଷ୍ଟା କରିବି। ତ ଇଏ ହେଉଛି ନନ୍ଦିକାର ଚରିତ୍ର। ନନ୍ଦିକା ଯିଏକି ରାଧାନାଥଙ୍କ କାବ୍ୟରେ ପ୍ରଣୟପ୍ରିୟା। ଏଠାରେ ସେ ଜଣେ ଶାନ୍ତିର ପ୍ରତୀକ ଭାବରେ ପ୍ରତିଷ୍ଠିତ ହୋଇଛି। ତ ଯଦି ଏହି ଲଙ୍ଗ୍ ଟାଇପ୍ ଆପଣଙ୍କୁ ଭଲ ଲାଗୁଛି ତ ନିଶ୍ଚୟ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି।